ଗାଜରର ଅନେକ ଗୁଡ଼ିଏ ରେସିପି ଆପଣମାନେ ବନେଇଥିବେ ଆଉ ଖାଇଥିବେ। କ'ଣ ଆପଣମାନେ କେବେ ଗାଜରର ପେଡ଼ା ବନେଇଛନ୍ତି ଆଉ ଖାଇଛନ୍ତି? ଗାଜରର ପେଡ଼ା ବନେଇବାକୁ ଯେତିକି ସହଜ, ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ। ଆଜିର ରେସିପିରେ ଆମେ ବନେଇବା ଗାଜରର ପେଡ଼ା। ଏହା ବନେଇବା ବହୁତ ସହଜ। ମାତ୍ର ଘଣ୍ଟେରୁ ଘଣ୍ଟେ 15 ମିନିଟ୍ ଭିତରେ ଗାଜରର ଏହି ସୁନ୍ଦର ସୁନ୍ଦର ପେଡ଼ା ଆପଣମାନେ ଚାହିଁଲେ ଘରେ ବନେଇ ପାରିବେ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଗାଜରର ପେଡ଼ା। ଗାଜରର ପେଡ଼ା ବନେଇବା ପାଇଁ ତା'ର ଉପାଦାନ ଗୁଡ଼ିକ ହେଲା ଗାଜର, ବିଟ୍, ଅମୁଲ ଆଉ କିଛି କ୍ଷୀର, ଚିନି, ଗୁଜୁରାତି। ବିଟ୍ ଆପଣ ଚାହିଁଲେ ପକାଇ ପାରନ୍ତି, ନ ବି ପକାଇ ପାରନ୍ତି। ଏଠି ମୁଁ ବିଟ୍ କେବଳ ନେଇଛି କଲରଫୁଲ୍ ଟିକେ କରିବା ପାଇଁକିନା। ଆପଣ ବିଟ୍ ବଦଳରେ ଏଠି ଆଉ ଗୋଟେ ଗାଜର ବି ମଧ୍ୟ ଆଡ଼୍ କରିଦେଇ ପାରନ୍ତି। ପ୍ରଥମେ ଆମେ କ'ଣ କରିବା ନା ଗାଜର ଗୁଡ଼ାକ ପିଲ୍ କରିଦେବା ବା ତା'ର ଚୋପାକୁ ଭଲ ରକମ ଛଡ଼େଇଦେବା। ଯେହେତୁ ଗାଜର ମାଟି ତଳର ପରିବା, ଏହାକୁ ସଫା କଲା ବେଳେ ଆମେ ଭଲକି ସଫା କରିବା, ନହେଲେ ମାଟି ରହିଯିବ। ଭଲକି ଗାଜରକୁ ଚୋପା ଛଡ଼େଇ ଦେଇ ସାରିଲା ପରେ ଆମେ ବିଟ୍ର ଚୋପାକୁ ମଧ୍ୟ ଛଡ଼େଇ ଦେବା। ବିଟ୍ର ଚୋପା ଛଡ଼େଇ ଦେଇ ସାରିଲା ପରେ ବିଟ୍ର ଯେଉଁ ଅଗ ଆଉ ମୁଣ୍ଡକୁ ଭଲ ଭାବରେ କାଟିଦେବା। ବିଟ୍ ବି ମାଟି ତଳ ପରିବା, ତ ଏହାକୁ ସଫା କଲାବେଳେ ଆମେ ଟିକେ ଧ୍ୟାନର ସହିତ ସଫା କରିବା। ଭଲକି ପରିଷ୍କାର କରିକି ତା'ର ଚୋପା ଛଡ଼େଇ ଦେବା ଏବଂ ତା'ର ଯେଉଁ ଆଗ ପଛ ସେଟା ଝିଝିଣିଆ ଲାଗେ, ତ ତାକୁ ଭଲକି ବଡ଼ ଆକାରରେ କାଟିକି ବାହାର କରିଦେବା। ଏବେ ଆମେ ଗାଜର ଆଉ ବିଟ୍କୁ ଭଲକି ପରିଷ୍କାର କରିକି ପାଣିରେ ଚକଟିକି ଭଲ ଭାବରେ ଧୋଇଦେବା। ଧୋଇ ସାରିଲା ପରେ ଆମେ ତାକୁ କାଟିବାର କୌଣସି ସେପ୍ ନାହିଁ, ଯେହେତୁ ଆମେ ଏଟା ଗ୍ରାଇଣ୍ଡିଙ୍ଗ କରିବା। ଯେକୌଣସି ସେପ୍ରେ ଆପଣ ଛୋଟ ଛୋଟ ଖଣ୍ଡ କରି କାଟିଦେବେ, କାରଣ ବଡ଼ ଖଣ୍ଡ କଲେ ଗ୍ରାଇଣ୍ଡିଙ୍ଗ ଭଲ ହେବନି ବା ଖଣ୍ଡ ଖଣ୍ଡ ରହିବ। ଆମେ ଟିକେ ଟିକେ ଛୋଟ ପିସ୍ କରିକି, ଆମର କୌଣସି ସେପ୍ ଦରକାର ନାହିଁ, ଖାଲି ସେମିତି ଛୋଟ ଛୋଟ ପିସ୍ କରିକି କାଟିଦେବା। ଏଇଠି ଦେଖନ୍ତୁ ମୁଁ 3ଟା ଯାକ ଗାଜର ସବୁ କାଟି ନେଇଯାଇଛି, କିନ୍ତୁ ବିଟ୍ ଆମେ ଗୋଟେ ପକାଇବାନି, ବିଟ୍ ଆମେ ଫାଳେଠୁ ଆହୁରି କମ୍ ପକାଇବା, ବାକି ତକ ଆମେ ରଖିଦେବା। ଏବେ ଆମେ ଗାଜର ଆଉ ବିଟ୍କୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାର୍ରେ ଭରିଦେବା। ପ୍ରଥମେ ଆମେ ଶୁଖିଲା ସେମିତି ଟିକେ ନାଗୁରୁ ବାଟିଦେବା। ତାପରେ ଆମେ ସେଇ ଯେଉଁ ଜାର୍ରେ ଆଉ ଟିକେ ପାଣି ବଦଳରେ ଆମେ କ୍ଷୀର ଦେଇକି ଭଲକିନା ଚିକଣ କରି ବାଟିଦେବା। ଏବେ ଗ୍ୟାସ୍ରେ ଆମେ ଗୋଟେ କଡ଼େଇ ବସେଇବା। କଡ଼େଇରେ ପ୍ରଥମେ ଟିକେ ପାଣି ଦେବା, ତାପରେ ଆମେ କ୍ଷୀର ଦେବା। କ୍ଷୀର ଦେଇ କ୍ଷୀରକୁ ଉଷୁମ ହେବା ପାଇଁ ଛାଡ଼ିଦେବା। ଏଇଠି ଆମର ଦରଦରା ବଟା ହେଇଯାଇଛି। ଏବେ ତା ଦେହରେ ଟିକେ କ୍ଷୀର ଦେଇ ଭଲକିନା ଚିକଣ କରି ବାଟିଦେବା। ଏଇଠି ଆମର କ୍ଷୀର ଉଷୁମ ହେଇଯାଇଛି। ଏଇ ଉଷୁମ ଥିବା ଅବସ୍ଥାରେ ଆମେ ଅମୁଲ ଗୋଳେଇବା। ମନେ ରଖିବେ, ଅମୁଲ ଗୋଳେଇବା ବେଳେ ଏଇ କ୍ଷୀର ଥଣ୍ଡା ନଥିବ କି ଅତ୍ୟଧିକ ଗରମ ନଥିବ। ଉଷୁମ କ୍ଷୀରରେ ଅମୁଲ ଗୋଳେଇଲେ ଆଉ ତାହା ଗେଟା ବାନ୍ଧେ ନାହିଁ ଏବଂ ଭଲ ଭାବରେ କ୍ଷୀର ସହିତ ଗୋଳେଇ ହେଇଥାଏ। ଏଇଠି ଆମର ବଟା ହେଇଯାଇଛି ଚିକଣ, ଏକଦମ ସୁନ୍ଦର ଭାବରେ ଆମର ଗାଜର ଆଉ ବିଟ୍ ବଟା ହେଇଯାଇଛି। ଏବେ ଆମେ ଏଇ ଗାଜର ବିଟ୍ ବଟାକୁ ଫୁଟୁଥିବା କ୍ଷୀରରେ ଢାଳିବା। ଏଇଠି ଆପଣମାନେ ଦେଖିପାରୁଥିବେ କ୍ଷୀର ଆମର ବଢ଼ିଆ ଭାବରେ ଫୁଟିଗଲାଣି ଏବଂ ସର ବାନ୍ଧିବାକୁ ଲାଗିଲାଣି। ଏହି ଅବସ୍ଥାରେ ଆମେ ଗ୍ୟାସ୍କୁ ହାଇ ଫ୍ଲେମ୍ରେ ରଖିଥିବା ଏବଂ ଏହି ଅବସ୍ଥାରେ ଆମେ ଗାଜର ବିଟ୍ ବଟାକୁ ଧୀରେ ଧୀରେ ଢାଳିବା। ମନେ ରଖିବେ, କ୍ଷୀର ଫୁଟିବା ପୂର୍ବରୁ ଆପଣ ଗାଜର ବିଟ୍କୁ ଢାଳିବେ ନାହିଁ, କାରଣ କ୍ଷୀର ଫାଟିଯିବାର ଚାନ୍ସ ଅଛି। ଏଇଠି ହାଇ ଫ୍ଲେମ୍ରେ ଆପଣ ଗ୍ୟାସ୍ର ଫ୍ଲେମ୍କୁ ରଖିବେ ଏବଂ ଧୀରେ ଧୀରେ ଏମିତି ଗୋଳେଇ ଚାଲିଥିବେ। ଯେ ପର୍ଯ୍ୟନ୍ତ ଗାଜର ବିଟ୍ ଆଉ କ୍ଷୀର ଆଉ ଥରେ ଫୁଟିବା ଷ୍ଟାର୍ଟ ନ ହେଇଛି, ସେ ପର୍ଯ୍ୟନ୍ତ ଆମେ ଖଡ଼ିକାରେ ତାକୁ ଗୋଳେଇ ଚାଲିଥିବା। ଏହିପରି ଭାବରେ ତାର କଡ଼ ଗୁଡ଼ାକ ବାହାର କରିଦେଉଥିବା, କାରଣ କଡ଼ ଗୁଡ଼ାକ ବି ଲାଗିଯାଉଥିବ ମୋଟା ଅଂଶ, ଆମର କଡ଼ ଲାଗିବା ଦରକାର ନାହିଁ। ଏ ସାଇଡ଼୍ରୁ ଏମିତି ଖଡ଼ିକା ସାହାଯ୍ୟରେ ଆମେ ତାର କଡ଼ ଗୁଡ଼ାକ ବାହାର କରିଦେଉଥିବା। ଦେଖିଲେ ଏଇଠି କଲର୍ କେମିତି ଚେଞ୍ଜ ହେଇ ଆସିଲାଣି, ତାମାନେ ଆମର ଯେତିକି କ୍ଷୀର ଆଉ ଗାଜର ବିଟ୍ର ବଟା ଥିଲା ତାହା କମି କମି ଆସିଲାଣି। ଏଇଠି ଆପଣ ଦେଖିପାରୁଥିବେ ଆମେ ଯେତିକି କ୍ଷୀର ନେଇଥିଲେ ତାହା କମି କମି ଆସିଲାଣି। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ କରିଦେବା ଏବଂ ମଝିରେ ମଝିରେ ଚଲେଇବା। ଆଉ ସବୁବେଳେ ଚଲେଇବା ଦରକାର ନାହିଁ, ମଝିରେ ମଝିରେ ଏମିତି ଚଲେଇବା। କ୍ଷୀର ଏତିକି ବହଳା ହେବା ପାଇଁ ମୋତେ ପାଖାପାଖି 20 ମିନିଟ୍ ଲାଗିଗଲାଣି, କାରଣ ଯେହେତୁ ଗ୍ୟାସ୍ର ଫ୍ଲେମ୍ ଏଠି ଅଧିକ ଥିଲା, ଶୀଘ୍ର ଶୀଘ୍ର ଯେଉଁ ୱାଟର ଭେପର ଉଡ଼ି ଯାଉଥିଲା। ଯେହେତୁ ଏଠି ଆମେ ମିଡ଼ିୟମ୍ ଫ୍ଲେମ୍ କରିଦେଇଛନ୍ତି, କାରଣ ଛିଟା ମାରିବ ବୋଲି ଆମେ ମିଡ଼ିୟମ୍ ଫ୍ଲେମ୍ କରିଦେଇଛନ୍ତି, ତ ଏଇ ପ୍ରୋସିଜିଅରଟା ଟିକେ ଅଧିକ ସମୟ ଆପଣମାନଙ୍କୁ ଲାଗିବ। ଏବେ ଆମେ ଟିକେ ସେଥିରେ ପକାଇଦେବା ଗୁଆ ଘିଅ। ଗୁଆ ଘିଅ ପକାଇବା ଦ୍ୱାରା ଗୁଆ ଘିଅର ଗୋଟେ ବଢ଼ିଆ ବାସ୍ନା ହେଇଥାଏ ଏବଂ ଭଲ ଚିକଣ ପେଡ଼ା କଲାବେଳେ ଆପଣଙ୍କ ହାତକୁ ବଢ଼ିଆ ଚିକଣ ହିଁ ଲାଗିଥାଏ। ତ ଗୁଆ ଘିଅ ଟିକେ ମୁଁ ଏଠି ପକାଇ ଦେଇଛି। ଏବେ ଆମେ ତାକୁ ଫୁଟିବା ପାଇଁ ପୁଣି ଥରେ ଛାଡ଼ିଦେବା। ମଝିରେ ମଝିରେ ଏମିତି ଖଡ଼ିକା ସାହାଯ୍ୟରେ ଚଲେଇ ଦେଉଥିବା, କାରଣ ଆମକୁ ଏଠି ବହଳା ଦରକାର। ଆପଣ ଚାହିଁଲେ ମଧ୍ୟ ଏଇ ପ୍ରୋସିଜିଅରରେ ବନ୍ଦ କରି ଚିନି ଗୋଳେଇକି ଆପଣ କ୍ଷୀରା ଟାଇପ୍ର ଖାଇପାରିବେ, କିନ୍ତୁ ମୁଁ ଏଠି ଯେହେତୁ ପେଡ଼ା ବନଉଛି, ମୋତେ ଆଉ ଟିକେ ଧୈର୍ଯ୍ୟ ଧରିବା ପାଇଁ ପଡ଼ିବ, କାରଣ ଏବେ ବି ତା ଦେହରେ ବହୁତ ପାଣି ଅଛି। ଆପଣ ଦେଖୁଥିବେ କେତେ ଜୋରରେ ଛିଟା ମାରୁଛି। ଆପଣ ଧୀରେ ଧୀରେ ଏମିତି ଢାଙ୍କା ଦେଇକି ଗ୍ୟାସ୍ର ଫ୍ଲେମ୍କୁ ସ୍ଲୋ ଟିକେ କରିଦେବେ। ଧୀରେ ଧୀରେ ଏଇ ପ୍ରୋସିଜିଅରଟା ଟିକେ ଅଧିକ ସମୟ ଲାଗେ। ଏବେ ମୁଁ ଟିକେ ଚିନି ନେଇଯାଇଛି, ତା ଦେହରେ ପାଖାପାଖି ଅଧ କପ୍ ହେବ ଚିନି। ଆପଣ ଆପଣଙ୍କ ହିସାବରେ ଯେତିକି ମିଠା ଖାଇବେ, ଯେହେତୁ କ୍ଷୀର ପଡ଼ିଛି, ଗାଜର ବି ଟିକେ ମିଠା ଥାଏ, ତ ଆପଣ
ମିଠା ଆପଣଙ୍କ ହିସାବରେ ଯେତିକି ଚିନି ଖାଇବେ ସେତିକି ପକାଇବେ। ଏଠି ମୁଁ ଚିନି ଡାଇରେକ୍ଟ ନ ପକାଇକି ଯେହେତୁ ଗୁଜୁରାତି ବି ମୋତେ ଗୁଣ୍ଡ କରିବାର ଅଛି, ଗୁଜୁରାତି ଆଉ ଚିନିକୁ ଭଲ ରକମରେ ଗୁଣ୍ଡ କରିଦେଇଛି, ଗ୍ରାଇଣ୍ଡରରେ ଗୁଣ୍ଡ କରିକି ଏଥିରେ ପକାଇ ଦେଇଛି। ଏଇଠି ଆପଣମାନେ ଦେଖିପାରୁଥିବେ ଚିନି ପକାଇଲା ପରେ ଆଉ ଟିକେ ପାଣିଆ ହେଇଯାଇଛି, କାରଣ ଚିନି ବି ତାର ପାଣି ଛାଡ଼ିବ। ତ ଏଠି ସିମ୍ କରିକି ଆପଣମାନେ ଛାଡ଼ିଦେବେ ତାକୁ, ଟିକେ ପରେ ଟିକେ ପ୍ରତି 2-3 ମିନିଟ୍ରେ ଟିକେ ଗୋଳଉଥିବେ ଆଉ ତାକୁ ଛାଡ଼ିକି ଗୋଳଉଥିବେ। କିଛି ତଳ ଲାଗିବାର ଡର ନାହିଁ, ଯେହେତୁ ସିମ୍ ଅଛି କିଛି ତଳ ଲାଗିବାର ଡର ହିଁ ନଥାଏ। ମଝିରେ ମଝିରେ ଏମିତି ଖଡ଼ିକା ସାହାଯ୍ୟରେ ଗୋଳେଇ ଦେଉଥିବେ। ଏଇଠି ଆପଣମାନେ ଗ୍ୟାସ୍ରୁ ଜାଣିପାରୁଥିବେ ଆହୁରି ୱାଟର ଭେପର ଅଛି। ଆମକୁ ପୁରା ପାଣି ଶୁଖେଇ ଦେବାର ଅଛି, କାରଣ ଆମେ ପେଡ଼ା ବନେଇବା, ପାଣି ଥିଲେ ପେଡ଼ା ଭଲ ହେବନି। ଏବେ ପ୍ରାୟତଃ ପାଣି କମି କମି ଆସିଲାଣି, ତଥାପି ଆମେ ସିମ୍ କରିକି ଆହୁରି 5ରୁ 7 ମିନିଟ୍ ତାକୁ ଏମିତି ଗୋଳେଇ ଚାଲିବା। ଏଠି ଆପଣମାନେ ଦେଖିପାରୁଥିବେ ଏହା ଧୀରେ ଧୀରେ କଲର୍ ଚେଞ୍ଜ ହେବାକୁ ଲାଗୁଛି। ମଝିରେ ଯେମିତି ମାଟିଆ ରଙ୍ଗ ଦେଖା ହେଉଥିଲା, ଏହା ତାର ଅରିଜିନାଲ୍ କଲର୍କୁ ଆସିଗଲାଣି। ଯେହେତୁ ବିଟ୍ ପଡ଼ିଛି, ଏହାର କଲର୍ ହିଁ ବହୁତ ଭଲ ଭାବରେ ଆସିଗଲାଣି। ଯଦି ଆପଣମାନେ ଚାହିଁବେ ଏଠି ଆଉ ଟିକେ ଅଧିକ କଲରଫୁଲ୍ କରିବା ପାଇଁ, ଏଠି ଟିକେ ଫୁଡ଼୍ କଲର୍ ମଧ୍ୟ ଦେଇପାରିବେ। ଆଉ ଡ୍ରାଏ ଫ୍ରୁଟ୍ସକୁ ବି ମଧ୍ୟ ଗୁଣ୍ଡ କରିକି ଆପଣମାନେ ଏଇଠି ଦେଇପାରିବେ। କିନ୍ତୁ ମୁଁ ଏଠି ଖାଲି ସିମ୍ପଲ୍ ଗାଜର, ବିଟ୍ ଆଉ କ୍ଷୀର ଅମୁଲରେ ବନେଇଛି, କୌଣସି ଡ୍ରାଏ ଫ୍ରୁଟ୍ସ ମୁଁ ପକାଇ ନାହିଁ। ଏବେ ଆମର ଗାଜରର ଯେଉଁ ପେଡ଼ା ବନେଇବା ପାଇଁ ଯେଉଁ କନସିଷ୍ଟେନ୍ସି ପୁରା ପରଫେକ୍ଟ ଭାବରେ ବନିଯାଇଛି। ତ ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେବା। ଏଇଠି ଦେଖନ୍ତୁ ତେଲ ଭଳିଆ ଟିକେ, ଯେଉଁ ଘିଅ ଆମେ ପକାଇଥିଲେ ତେଲ ଭଳିଆ ଟିକେ ଦେଖାହେଉଛି। ଏହାକୁ ଆମେ ସମ୍ପୂର୍ଣ୍ଣ ଥଣ୍ଡା କରିଦେବା। ଥଣ୍ଡା କରିଦେଲେ ଏହା ଟାଇଟ୍ ହେଇଯିବ। ଯଦି ଆପଣଙ୍କର ଥଣ୍ଡା ହେଲା ପରେ ଟାଇଟ୍ ହେଉନି ବା ଆଉ ଟିକେ ପାଣିଆ ଭଳିଆ ଆପଣଙ୍କ ହାତକୁ ଲାଗୁଛି, ଆପଣ ଟିକେ ଫ୍ରିଜ୍ରେ ରଖିଦେବେ। ଫ୍ରିଜ୍ରେ ରଖିଦେଲେ ଯେହେତୁ କ୍ଷୀର ପଡ଼ିଛି, ଏହା ଆଉ ଟିକେ ବାଇଣ୍ଡ ହେଇଯିବ ଆଉ ଗାଜର ପେଡ଼ା ବନେଇବା ପାଇଁ ଆପଣଙ୍କୁ ଇଜି ହେବ। ଏଇଠି ଆମର ସବୁତକ ପେଡ଼ା ବନିକି ରେଡ଼ି ହେଇଯାଇଛି। ଏହାକୁ ବନେଇବା ପାଇଁ ପାଖାପାଖି ମୋତେ ଘଣ୍ଟାଟେ ଲାଗିଲା, ଆଉ ଟେଷ୍ଟ ଏକଦମ ଜବରଦସ୍ତ। ଆପଣ ଥରେ କରିକି ଖାଆନ୍ତୁ, କେମିତି ଲାଗିଲା ନିଶ୍ଚିନ୍ତ ମୋତେ କମେଣ୍ଟ ମାଧ୍ୟମରେ କହିବେ। ଏଇଠି ମୁଁ ଟିକେ ଡେକୋରେଟ୍ କରିବା ପାଇଁ ଗୋଟେ କିସମିସ୍ ଦେଇଦେଇଛି। ଆପଣ ଚାହିଁଲେ ଟିକେ ଡ୍ରାଏ ଫ୍ରୁଟ୍ସକୁ ମଧ୍ୟ କାଟିକି ଆପଣ ଆ ଉପରେ ପକାଇ ଦିଅନ୍ତି, ଖାଲି ସୁନ୍ଦର ଦେଖାହେବା ପାଇଁ। ଏଇଭଳିଆ ପେଡ଼ା ବନେଇ ଆପଣମାନେ ଖାଇପାରନ୍ତି, କାହାକୁ ଗିଫ୍ଟ ମଧ୍ୟ କରିପାରନ୍ତି। ଆପଣଙ୍କୁ ଯଦି ଏଇଭଳିଆ ଭିଡ଼ିଓ ଭଲ ଲାଗୁଛି ବା କିଛି ନୂଆ ଶିଖିବାକୁ ପାଉଛନ୍ତି, ତାହେଲେ ନିଶ୍ଚିନ୍ତ ରୂପେ ସବସ୍କ୍ରାଇବ୍ କରିବେ। ଖାଆନ୍ତୁ, ଖୁଆନ୍ତୁ, ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।